ବାହାନଗା ରେଳ ଷ୍ଟେସନର ଭୟାନକ ରେଳ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ସୋର ରେଳ ଷ୍ଟେସନରେ ଆଉ ଏକ ଯାତ୍ରୀବାହୀ ଟ୍ରେନ୍ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ରେଳପଥର ବାଲେଶ୍ୱର ସୋର ରେଳ ଷ୍ଟେସନରେ ହାଉଡ଼ା ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ୍ ସନ୍ଧ୍ୟା 5:36 ପହଞ୍ଚି 5:46 ସୋର ଷ୍ଟେସନ ପକ୍ଷରୁ ଷ୍ଟେସନ ଛାଡ଼ିବା ନିମନ୍ତେ ସିଗ୍ନାଲ ଦିଆଯାଇଥିଲା। ତେବେ ସେହି ସମୟରେ ହାଉଡ଼ାରୁ ପୁରୀ ଅଭିମୁଖେ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ୍ ଲାଇନ୍ କ୍ଲିୟର ପାଇନଥିବାରୁ ମନ୍ଥର ଗତିରେ ଆସିଥିଲା। ଆଉ ଟ୍ରେନ୍ ଚାଳକଙ୍କ ଅସାବଧାନତା କାରଣରୁ ଟ୍ରେନ୍ଟିକୁ ସେ ସୋର ଷ୍ଟେସନ ପରିଧି ଭିତରେ ନ ରଖି ଆଗକୁ ଗଡ଼ାଇ ଚାଲିଥିଲେ, ଯାହାଫଳରେ ପୂର୍ବ ଟ୍ରେନ୍କୁ ମିଳିଥିବା ସିଗ୍ନାଲଟି ରେଡ୍ ଲାଇଟ୍ ସଙ୍କେତ ଦେଇଥିଲା। ତେଣୁ ହାଉଡ଼ା ଜନଶତାବ୍ଦୀ ଟ୍ରେନ୍ଟିକୁ ସୋର ଷ୍ଟେସନରେ ଛିଡ଼ା କରାଇ ଶତାବ୍ଦୀ ଏକ୍ସପ୍ରେସ୍କୁ ମାର୍କୋଣା ଷ୍ଟେସନରେ ଛିଡ଼ା କରାଇଥିଲେ। ତେବେ ଗାଡ଼ି ଚାଳକଙ୍କ ଅସାବଧାନତା ହେତୁ ଦୁର୍ଘଟଣା ଘଟିବା ପୂର୍ବରୁ ଏକ ବଡ଼ ଅଘଟଣ ଟଳିଯାଇଛି। ପରେ ମାର୍କୋଣା ଷ୍ଟେସନରେ ଦକ୍ଷିଣ ପୂର୍ବ ରେଳ ଅଧିକାରୀଙ୍କ ପକ୍ଷରୁ ଟ୍ରେନ୍ର ପାଇଲଟ, କୋ ପାଇଲଟ ଓ ଗାର୍ଡ ସମେତ 3 ଜଣଙ୍କୁ ଟ୍ରେନ୍ରୁ ଅପସାରଣ କରାଯାଇ ଅନ୍ୟ ଟ୍ରେନ୍ ପାଇଲଟ ଓ ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇ ଗାଡ଼ି ନିର୍ଦ୍ଦିଷ୍ଟ ସମୟଠାରୁ 1.5 ଘଣ୍ଟା ବିଳମ୍ବରେ ମାର୍କୋଣା ଷ୍ଟେସନ ଛାଡ଼ିଥିଲା। ଏହି ଘଟଣାକୁ ନେଇ ରେଳ ବିଭାଗର ଅଧିକାରୀମାନେ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।